ଆଜି ଦୈନନ୍ଦିନ ସତ୍ସଙ୍ଗରେ ମୁଁ ଅଷ୍ଟବକ୍ର ଗୀତାର ଦ୍ୱିତୀୟ ପ୍ରକରଣର ପ୍ରଥମ ଶ୍ଲୋକ, ଦ୍ୱିତୀୟ ଶ୍ଲୋକ ଏବଂ ତୃତୀୟ ଶ୍ଲୋକ ବ୍ୟାଖ୍ୟା କରୁଅଛି। ଅହୋ ନିରଞ୍ଜନଃ ଶାନ୍ତୌ ବୋଧୌ ଅହଂ ପ୍ରକୃତେଃ ପରଃ ଏତାବନ୍ତ ଅହଙ୍କାରଂ ମୋହେନୈବ ବିଡ଼ମ୍ବିତଃ। ରାଜା ଜନକ ଅଷ୍ଟବକ୍ରଙ୍କ ଠାରୁ ଉପଦେଶ ଶୁଣିଲା ପରେ କହୁଛନ୍ତି, ମୋର ଆତ୍ମଜ୍ଞାନ ହୋଇଯାଇଛି। ମୁଁ ନିରଞ୍ଜନ, ନିର୍ଦୋଷ ଅଟେ, ଶାନ୍ତ ଅଟେ, ଜ୍ଞାନୀ ଅଟେ, ପ୍ରକୃତିଠାରୁ ଊର୍ଦ୍ଧ୍ୱରେ ଅଛି। କିନ୍ତୁ ଅଜ୍ଞାନତାବଶତଃ ଏତେ ଦିନ ପର୍ଯ୍ୟନ୍ତ ଏହା ମୁଁ ଜାଣିନଥିଲି। ଦ୍ୱିତୀୟ ଶ୍ଲୋକ। ଯଥା ପ୍ରକାଶୟମ୍ଭେକୌ ଦେହମନଂ ତଥା ଜଗତ୍ ଅତୌ ମମ ଜଗତ୍ ସର୍ବ ମଥବା ନ ଚ କିଞ୍ଚତଃ। ଯେପରି ଏହି ଶରୀରକୁ ମୁଁ ଏକାକୀ ପ୍ରକାଶିତ କରିଅଛି, ସେହିପରି ଏହି ସଂସାରକୁ ମଧ୍ୟ ମୁଁ ପ୍ରକାଶିତ ବା ସୃଷ୍ଟି କରିଅଛି। ଏଣୁ ଏହି ସମ୍ପୂର୍ଣ୍ଣ ସଂସାର ମୋର ଅଟେ, ଅଥବା କିଛି ବି ନୁହେଁ। ମୁଁ ଆତ୍ମା ହୋଇଥିବାରୁ ଏହି ସମ୍ପୂର୍ଣ୍ଣ ସଂସାର ମୋ ଦ୍ୱାରା ପ୍ରକାଶିତ। ତେଣୁ ଏହି ସମସ୍ତ ସଂସାର ମୋର ସ୍ୱରୂପ ଅଟେ। ଅହଙ୍କାର ଓ ମୋହଗ୍ରସ୍ତ ହୋଇ ମୁଁ ଏହି ସଂସାରକୁ ମୋର ବୋଲି ଭାବୁଥିଲି। ଆତ୍ମାରୁ ସଂସାର ପୃଥକ ହେଲେ ତାର ଅସ୍ତିତ୍ୱ ବୋଲି କିଛି ନଥାଏ। ଏ ସମସ୍ତ ଆଶ୍ଚର୍ଯ୍ୟ ଅଟେ। ତୃତୀୟ ଶ୍ଲୋକ। ଶରୀର ମୋହ ବିଶ୍ୱଂ ପରିତ୍ୟଜ୍ୟ ମୟା ଅଧୁନା କୁତଶ୍ଚିତ୍ କୌଶଳାଦେବ ପରମାତ୍ମା ବିଲୋକ୍ୟତେ। ଆଶ୍ଚର୍ଯ୍ୟ ଏହା ଯେ, ଶରୀର ସହିତ ବିଶ୍ୱକୁ ତ୍ୟାଗ କରି ଆପଣଙ୍କ ଉପଦେଶ ଦ୍ୱାରା ମୁଁ ପରମାତ୍ମାଙ୍କୁ ଦେଖୁଅଛି। ଆତ୍ମା ପରମାତ୍ମା ଭିନ୍ନ ନୁହନ୍ତି। ଗୁରୁଙ୍କ କୃପାରୁ ମୁଁ ପରମାତ୍ମାଙ୍କୁ ଦେଖୁଅଛି। ପୂର୍ବେ ମୁଁ ଶରୀରକୁ ନିଜର ଭାବୁଥିଲି। ସଂସାରକୁ ଯେଉଁ ଦୃଷ୍ଟିରେ ଦେଖୁଥିଲି, ଆତ୍ମଜ୍ଞାନ ପରେ ତାହା ଦୂର ହୋଇଗଲା। ଅହଙ୍କାର ଦୂର ହେତୁ ମୋର କର୍ତ୍ତାପଣ ମଧ୍ୟ ଦୂର ହୋଇଗଲା। କେତେକ ଧର୍ମ କହନ୍ତି, ସବୁ କିଛି ଛାଡ଼ିଦେଲେ ସ୍ୱର୍ଗପ୍ରାପ୍ତି ହେବ। କିନ୍ତୁ ତ୍ୟାଗ ମୋକ୍ଷ ପାଇବା ପାଇଁ କୌଣସି ମାଧ୍ୟମ ନୁହେଁ। କୌଣସି ବସ୍ତୁକୁ ନ ଛାଡ଼ି ଏହା ଈଶ୍ୱରଙ୍କ ବୋଲି ଭାବିବା ତ୍ୟାଗ ଅଟେ। ମୋର ଏଥିରେ ଅଧିକାର ନାହିଁ ଭାବିଲେ ତାହା ତ୍ୟାଗ ହୋଇଯିବ। ଏହାକୁ ହିଁ କହନ୍ତି ତ୍ୟାଗପୂର୍ବକ ଭୋଗ।